ଘରଟା ପୁରା ଖାଁ ଖାଁ ଲାଗୁଛି। ନାତି ବାରମ୍ବାର ଯାଇ ଜେଜେ ବସୁଥିବା ଖଟକୁ ଦେଖି କୁନମୁନ ହେଉଛି ଆଉ ମନେ ମନେ କହୁଛି, ଜେଜେ ତୁମେ କୋଉଠି? ତୁମକୁ ମୁଁ ପାଉନି। ସମସ୍ତଙ୍କ କହିବା ଅନୁସାରେ ତୁମେ କ'ଣ ସତରେ ଆମ ଘରେ ନାହଁ? ତୁମେ କୋଉଠି ଅଛ? ମୁଁ ଯେବେ ତୁମକୁ ଦେଖେ ତୁମେ ଏଇଠି ସବୁବେଳେ ବସିଥାଅ। ସେଥିପାଇଁ ତ ତୁମ ପାଖକୁ ଧାଇଁ ଆସିଲି। ଏ ଘରରୁ ସେ ଘରକୁ ଘୁରି ବୁଲୁଛି। ହେଲେ ଜେଜେ ମୁଁ ତୁମକୁ କୋଉଠି ପାଉନି। ଜେଜେ ଜେଜେ ତୁମେ କୋଉଠି? ଜେଜେ ତୁମକୁ ଦଣ୍ଡାବାଳୁଙ୍ଗା ବୋଲି ସମସ୍ତେ ଡାକନ୍ତି। ସତରେ କ'ଣ ତୁମେ ତମ ଦୁଷ୍ଟାମିରୁ ନିରବି ଗଲ? ହଁ ଦର୍ଶକ ବନ୍ଧୁ, ଆମେ ଆଉ କାହା କଥା କହୁନୁ। ଆମେ କହୁଛୁ ନାତି ଗୁଆନ କଥା। ନାତି ଗୁଆନ ଘର ଦାଣ୍ଡରେ ବୁଲି ବୁଲି ଜେଜେ ଜେଜେ କରି ଡାକୁଛି। ହେଲେ ଜେଜେ ଉତ୍ତମ ମହାନ୍ତି ଯେମିତି ନାତି ଗୁଆନ ଉପରେ ସବୁଦିନ ପାଇଁ ରୁଷି ଯାଇଛନ୍ତି। ଗୁଆନ ଟିକି ପିଲାଟା। ମୁହଁ ଖୋଲି ସିନା କିଛି କହିପାରୁନି, ହେଲେ ତାର ସେହି କଅଁଳ ଆଖି ବହୁତ କିଛି ବଖାଣି ଦେଉଛି। ଜେଜେ ଉତ୍ତମ ମହାନ୍ତିଙ୍କ ମୃତ୍ୟୁକୁ ଆଜି 10 ଦିନ ପୁରି ଯାଇଛି। ଆଉ ଏହାରି ଭିତରେ ଆଜି ତାଙ୍କର 10 ଦିନ। ହେଲେ ଘରେ ଘରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ହେଲେ ନାତି ଗୁଆନ କିନ୍ତୁ ଜେଜେଙ୍କୁ ଭୁଲି ପାରୁନି। ମନେ ମନେ ବ୍ୟାକୁଳ ହୋଇ ଖୋଜୁଛି। କେମିତି ବା ଖୋଜିବନି? ଜନ୍ମଠାରୁ ଯାହାଙ୍କ କୋଳରେ ଖେଳି ଏତେ ବଡ଼ ହୋଇଥିଲେ, ଆଜି ତାଙ୍କ ଖାଲିପଣ ଅନୁଭବ କରୁଛନ୍ତି ନାତି ଗୁଆନ। ଆଉ ଜେଜେଙ୍କୁ ଝୁରି ଝୁରି ଭାଙ୍ଗି ପଡ଼ିଛନ୍ତି ନାତି ଗୁଆନ। ରିପୋର୍ଟ SGTV ଓଡ଼ିଆ।